एजुकेशनल एक्सप्लोर यूट्यूब चैनल रे आपण मानक स्वागत। आजिकार वीडियो रे आमे पीटी टीचर्स मानकर पर मंथ सैलरी केते रहिबो ता विषय रे जानिबा। आपण माने जानिथिबे जो पीटी टीचर्स माने अछंती तांकर जो ग्रेड पे केते रहउची ना तांकर ग्रेड पे रहउची 2800 ଆଉ ଏହା ହଉଛି ଆପଣ ମାନଙ୍କର ଲେଭେଲ 8। ତ ଏହାର ଯୋଉ ବେସିକ ପେ ଏଇ ଯୋଉ 2800 ର ଯୋଉ ବେସିକ ପେ କେତେ ଅଟେ ନା 29,200 ଟଙ୍କା। ଯଦି ଆମେ ଡିଟେଲ୍ସ କାଲକୁଲେସନ କରିବା ଏଇ ଯୋଉ ପିଇଟି ଟିଚର୍ସ ମାନଙ୍କର ପର ମନ୍ଥ ସାଲାରୀ ଏଠି ଆପଣ ଦେଖିପାରୁଥିବେ ବେସିକ ପେ କେତେ ରହୁଛି ନା 29,200 ଟଙ୍କା। ଆଉ ଏଇ ଯୋଉ ବେସିକ ପେ ରହୁଛି 29,200 ର ଏବେ ଆପଣ ମାନେ ଜାଣିଥିବେ 58% ଯୋଉ ଡିଏ ଅଛି। ତ ବେସିକ ପେ ର ଯୋଉ 58% ଯୋଉ ରହୁଛି ଡିଏ ତାର ଯୋଉ କେତେ ଟଙ୍କା ହେବ 16,936 ଟଙ୍କା। ତାପରେ ଦେଖନ୍ତୁ ଏଠି ଆପଣ ମାନଙ୍କର ଏଚଆର ଯୋଉ ଥାଏ ଯେମିତି କି ଆପଣ ଜାଣିଥିବେ 16% ଥାଏ, କୋଉ ଜାଗାରେ 12% ଥାଏ, କୋଉ ଜାଗାରେ 8% ଥାଏ। ଏ ଡିଫର କରେ ଲୋକେସନ ଟୁ ଲୋକେସନ। ତ ମୁଁ ଲୋଏଷ୍ଟ ନେଇଛି ଯୋଉଟା କି 4%। ଯଦି ଆମେ 4% ଆକାରରେ ଏଇ ଯୋଉ ଏଚଆର କୁ କାଉଣ୍ଟ କରିବା ତାହା ହେବ କେତେ ଟଙ୍କା ନା 1168 ଟଙ୍କା। ତ ଆପଣଙ୍କର ଏଠି ଯଦି ଆମେ ଡିଡକ୍ସନ ବିନା ଆପଣଙ୍କର ଗ୍ରସ୍ ସାଲାରୀ କେତେ ରହୁଛି ତାହେଲେ ଆପଣଙ୍କର 47,304 ଟଙ୍କା ହେଲା ଆପଣଙ୍କର ଗ୍ରସ୍ ସାଲାରୀ। ଏବେ ଆମେ କଣ କରିବା ନା ଡିଡକ୍ସନ ଯେମିତି ଆପଣ ଜାଣିଥିବେ ଏନପିଏସ୍ ଥାଏ। ତ ଏନପିଏସ୍ କେମିତି ଆପଣଙ୍କର ଡିଡକ୍ଟ ହୁଏ ଆପଣ ମାନଙ୍କର ଯୋଉ ବେସିକ ପେ ପ୍ଲସ ଡିଏ ର 10%, ବେସିକ ପେ ପ୍ଲସ ଡିଏ ର 10%। ଯେମିତି କି ଏଠି ଆପଣଙ୍କର କଣ ରହୁଛି ନା 29,200 ଆଉ ଯୋଉ 16,936 ର ଯେତେ ଟଙ୍କା ହେବ ଯେମିତି କି ଆମର ଏଠି କେତେ ହେବ 46,136 ଟଙ୍କା ଏମିତି ହେବ। ଏହାର ଯୋଉ 10% ଏହାର ଯୋଉ 10% କେତେ ହଉଛି ନା 4,614 ଟଙ୍କା ଆପଣଙ୍କର ଡିଡକ୍ସନ ହେବ। କୋଉ ଆକାରରେ ନା ଆପଣଙ୍କର ଯୋଉ ଏନପିଏସ୍ ଡିଡକ୍ସନ ହେବ। ତାପରେ ଆପଣଙ୍କର ପ୍ରୋଫେସନାଲ ଟ୍ୟାକ୍ସ 200 ଟଙ୍କା କଟିବ। ତ ଟୋଟାଲ ଆପଣଙ୍କର ଡିଡକ୍ସନ କେତେ ହେଲା 4,814 ଟଙ୍କା। ତ ଆପଣଙ୍କର ଏ ଡିଡକ୍ସନ ହେଲା ପରେ ଆପଣଙ୍କର କେତେ ଟଙ୍କା ରହିଲା ବାକି ଆପଣଙ୍କର ଯୋଉ ଇନହେନ୍ସ ସାଲାରୀ ହେଲା 42,490 ଟଙ୍କା। ଆଉ କଣ ହୁଏ ଏଇ ଯୋଉ 42,490 ଟଙ୍କା ରହୁଛି ଆପଣଙ୍କର ଯୋଉ ପ୍ରଥମ ଯୋଉ ରହିବ ଯୋଉ 10th ମନ୍ଥs ପାଇଁ କଣ ହୁଏ ନା ଆପଣଙ୍କର ଜିଆଇଏସ୍ ଯୋଉ କଟେ ପର ମନ୍ଥ ଯୋଉଟା କି ଆପଣଙ୍କର କେତେ କଟିବ ନା 2,000 ଟଙ୍କା। ତ ଆପଣ ପ୍ରଥମ ଯୋଉ ଷ୍ଟାର୍ଟିଂ 10 ମାସ ପାଇଁ ଆପଣଙ୍କର ସାଲାରୀ କେତେ ହେବ ଆପଣ କାଉଣ୍ଟ କରନ୍ତୁ। ଯଦି 2,000 ଡିଡକ୍ଟ ହେଲା ତ 40,490 ଟଙ୍କା ଆପଣଙ୍କର ଫାଷ୍ଟ 10 ମନ୍ଥ ପାଇଁ ସାଲାରୀ ଏହା ରହିବ। ତ ଏହା ଥିଲା ସମ୍ପୂର୍ଣ୍ଣ ଭିଡିଓ। ଆହୁରି ଏମିତିକା ଭିଡିଓ ଦେଖିବା ପାଇଁ ଆପଣ ଏଜୁକେଶନାଲ ଏକ୍ସପ୍ଲୋର ୟୁଟ୍ୟୁବ ଚ୍ୟାନେଲକୁ ଲାଇକ୍ ଏଣ୍ଡ ସବସ୍କ୍ରାଇବ କରିଦିଅନ୍ତୁ। ଥ୍ୟାଙ୍କ ୟୁ, ଧନ୍ୟବାଦ।